हेलो पिला माने स्वागत करुछे मोर यूट्यूब चैनल ज्ञानी 7 स्टडी की। तो पिला माने आज आमे हिस्ट्री रो 6ठ शताब्दी रो धर्म संस्कार आंदोलन जेंटा की जैन धर्म और बौद्ध धर्म विषय होछि। तो सही चैप्टर आमे 15 टा एमसीक्यू डिस्कस करमा। तो पहला क्वेश्चन के जिमा पिला माने महावीर जैन केबे जन्म ग्रहण करथिले इतर आंसर हला ख्रीष्टपूर्व 540। तारपरे 2 नंबर क्वेश्चन के जिमा महावीर जैन धर्म रो केतेतम तीर्थंकर। तारपरे इतर आंसर हला 24तम। तारपरे 3 नंबर क्वेश्चन के जिमा महावीर केउ नदी कूलरे दिव्य ज्ञान लाभ करथिले इतर आंसर हला ऋजुपालिका नदी। तारपरे 4 नंबर क्वेश्चन के जिमा महावीर केउठारे मृत्युवरण करथिले इतर आंसर हला पावा ठारे। तारपरे 5 नंबर क्वेश्चन के जिमा महावीर केबे मृत्युवरण करथिले इतर आंसर हला ख्रीष्टपूर्व 468 री। तारपरे 6 नंबर क्वेश्चन के जिमा ଏହା ମଧ୍ୟରୁ ଜୈନ ଧର୍ମର କେଉଁଟି ଏକ ଗ୍ରନ୍ଥ ଇଦର ଆନ୍ସର ହେଲା କଳ୍ପସୂତ୍ର। ତାରପରେ 7 ନମ୍ବର କ୍ୱେଶ୍ଚନ କେ ଜିମା କେଉଁ ସ୍ଥାନରେ ଗୌତମ ବୁଦ୍ଧ ଦେହ ତ୍ୟାଗ କରିଥିଲେ ଇଦର ଆନ୍ସର ହେଲା କୁସିନରା ଠାରେ। ତାରପରେ 8 ନମ୍ବର କ୍ୱେଶ୍ଚନ କେ ଜିମା ଗୌତମ ବୁଦ୍ଧ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ଇଦର ଆନ୍ସର ହେଲା ଲୁମ୍ବିନୀ ଠାରେ। ତାରପରେ 9 ନମ୍ବର କ୍ୱେଶ୍ଚନ କେ ଜିମା ଗୌତମ ବୁଦ୍ଧ କେବେ ଜନ୍ମ ଗ୍ରହଣ କରିଥିଲେ ଇଦର ଆନ୍ସର ହେଲା ଖ୍ରୀଷ୍ଟପୂର୍ବ 566 ରେ। ତାରପରେ 10 ନମ୍ବର କ୍ୱେଶ୍ଚନ କେ ଜିମା ଗୌତମ ବୁଦ୍ଧ କେଉଁ ନଦୀ କୂଳରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ ଇଦର ଆନ୍ସର ହେଲା ନିରଞ୍ଜନା ନଦୀ ଠାରେ। ତାରପରେ 11 ନମ୍ବର କ୍ୱେଶ୍ଚନ କେ ଜିମା କାହାକୁ ଏସିଆର ଆଲୋକ କୁହାଯାଏ ଇଦର ଆନ୍ସର ହେଲା ଗୌତମ ବୁଦ୍ଧକୁ। ତାରପରେ 12 ନମ୍ବର କ୍ୱେଶ୍ଚନ କେ ଜିମା ଗୌତମ ବୁଦ୍ଧ କେଉଁଠାରେ ପ୍ରଥମେ ଧର୍ମ ପ୍ରଚାର କରିଥିଲେ ଇଦର ଆନ୍ସର ହେଲା ସାରନାଥର ମୃଗ ଉଦ୍ୟାନ ଠାରେ। ତାରପରେ 13 ନମ୍ବର କ୍ୱେଶ୍ଚନ କେ ଜିମା କାହାକୁ ଭାରତୀୟ ଲୁଥର କୁହାଯାଏ ଇଦର ଆନ୍ସର ହେଲା ବୁଦ୍ଧଙ୍କୁ। ତାରପରେ 14 ନମ୍ବର କ୍ୱେଶ୍ଚନ କେ ଜିମା ବୌଦ୍ଧ ଧର୍ମର ପବିତ୍ର ଗ୍ରନ୍ଥ କଣ ଇଦର ଆନ୍ସର ହେଲା ତ୍ରିପିଟକ। ତାରପରେ 15 ନମ୍ବର କ୍ୱେଶ୍ଚନ କେ ଜିମା ଗୌତମ ବୁଦ୍ଧ କେଉଁ କ୍ଷତ୍ରିୟ ବଂଶରେ ଜନ୍ମ ଲାଭ କରିଥିଲେ ଇଦର ଆନ୍ସର ହେଲା ଶାକ୍ୟ। ତ ପିଲାମାନେ ଇନ ଥିଲା ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମର 15 ଟା ଏମସିକ୍ୟୁ ଇନ ତ କମ୍ପ୍ଲିଟ ହେଲା।